ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି ଏପ୍ରିଲ 27-28ର ଫରେଷ୍ଟ ଗାର୍ଡ ଏକ୍ସାଇଜ୍ କନେଷ୍ଟବଳର ଅଲ୍ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ପ୍ରତ୍ୟେକ ଦିନ ଏଇ ଟାଇପ୍ର ସିଫ୍ଟ ୱାଇଜ୍ କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିଥାଏ, ଯାହାଫଳରେ ଯେମିତି ଭିଡ଼ିଓ ଛାଡ଼ିବି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ପିଲାମାନେ ବୁଝିଗଲା, କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ପିଲାମାନେ ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ପିଲାମାନେ, ଆପଣମାନଙ୍କ ପାଇଁ ନମ୍ବର 1 ପ୍ରଶ୍ନ କ'ଣ କହୁଛି ନା ଜାଭେରୀ ସିଷ୍ଟର୍ସ ଆର୍ ଫେମସ୍ ଫର୍ ହ୍ୱିଚ୍ ଫର୍ମ ଅଫ୍ କ୍ଲାସିକାଲ ଡ୍ୟାନ୍ସ। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ମୁଁ ପୂର୍ବରୁ ଆନାଲିସିସ୍ କରିଥିଲି କ୍ଲାସିକାଲ ଡ୍ୟାନ୍ସ ରିଲେଟେଡ୍ର ପ୍ରଶ୍ନ ଆଗାମୀ ସିଟ୍ ମାନଙ୍କରେ ନିଶ୍ଚୟ ଆସିବ କହିଥିଲି। ଦେଖନ୍ତୁ ଆସିଛି ହେଲା। ତେଣୁକରି ଯେଉଁଗୁଡ଼ା ମୁଁ ଆନାଲିସିସ୍ କରୁଛି ତାର ଏକ୍ସଟ୍ରା ଫ୍ୟାକ୍ଟ ଗୁଡ଼ା ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେଗୁଡ଼ାକୁ ନିଶ୍ଚୟ ପଢ଼ିକିରି ଯିବେ, ନିଶ୍ଚୟ ରିଭିଜନ୍ କରିବେ, ନିଶ୍ଚୟ ନୋଟ୍ କରିବେ। ଦେଖନ୍ତୁ ଏଇ ପ୍ରଶ୍ନକୁ ଆଲୋଚନା କରିବା। କ'ଣ କହୁଛି ନା ଜାଭେରୀ ସିଷ୍ଟର ସିଏ କେଉଁ କ୍ଲାସିକାଲ ନୃତ୍ୟ ପାଇଁ ପ୍ରସିଦ୍ଧ ରହିଥିଲେ? ସେ ଥିଲେ ମଣିପୁରୀ ନୃତ୍ୟ ପାଇଁ। ମୁଁ ପୂର୍ବରୁ ଆଲୋଚନା କରିଥିଲି ନା ମଣିପୁରୀ ନୃତ୍ୟ କେଉଁ ରାଜ୍ୟକୁ ସମ୍ପୃକ୍ତ କରିଥାଏ ନା ମଣିପୁରକୁ ହେଲା। ଠିକ୍ ସେମିତିକା ମଣିପୁରୀ ଯେଉଁ କ୍ଲାସିକାଲ ଡ୍ୟାନ୍ସ ରହିଛି ତାର ପ୍ରସିଦ୍ଧ ଡ୍ୟାନ୍ସର ମାନଙ୍କର ନାଁ ମଧ୍ୟ ଆଗାମୀ ସିଟ୍ ମାନଙ୍କରେ ପଚାରିପାରେ। ଦେଖନ୍ତୁ କିଏ କିଏ ଅଛନ୍ତି ନା ଗୁରୁ ବିପିନ ସିଂ, ସେ ମଧ୍ୟ ମଣିପୁରୀ କ୍ଲାସିକାଲ ଡ୍ୟାନ୍ସର। ଠିକ୍ ସେହିପରିକା ରାଜକୁମାର ସିଂହଜିତ ସିଂ, ସିଏ ମଧ୍ୟ ପ୍ରସିଦ୍ଧ ଅଛନ୍ତି। ସେମିତିକା ଆଗାମୀ ସିଟ୍ ମାନଙ୍କରେ ଆପଣମାନଙ୍କର କ'ଣ ପଚାରିବ ନା ଓଡ଼ିଶୀର କିଏ କିଏ ଫେମସ୍ ଡ୍ୟାନ୍ସର ଅଛନ୍ତି। ଓଡ଼ିଶୀର କେଳୁଚରଣ ମହାପାତ୍ର ଆପଣମାନେ ଜାଣିଛନ୍ତି। ସେମିତିକା ସୋନାଲ ମାନସିଂ ମଧ୍ୟ ଆମର ଓଡ଼ିଶୀର କ୍ଲାସିକାଲ ନୃତ୍ୟ ପାଇଁ ପ୍ରସିଦ୍ଧ। ଠିକ୍ ସେମିତିକା କୁଚିପୁଡ଼ି ଆନ୍ଧ୍ରପ୍ରଦେଶର ସେଠିକାର ଫେମସ୍ କୁଚିପୁଡ଼ି କ୍ଲାସିକାଲ ଡ୍ୟାନ୍ସର ଅଛନ୍ତି ରାଜା ରେଡ୍ଡି, ୟାମିନୀ କ୍ରିଷ୍ଣାମ। ଏଗୁଡ଼ା ହେଉଛନ୍ତି ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ପାଇଁ, ଏକ୍ଜାମରେ ନିଶ୍ଚୟ ଆସିବ ହେଲା। ଠିକ୍ ସେମିତିକା ଦେଖନ୍ତୁ ଭାରତନାଟ୍ୟମ୍ ଆମର ତାମିଲନାଡୁର କ୍ଲାସିକାଲ ନୃତ୍ୟ। ତାହେଲେ ଫେମସ୍ ଭାରତନାଟ୍ୟମ୍ ଡ୍ୟାନ୍ସର କିଏ କିଏ ନା ରୁକ୍ମିଣୀ ଦେବୀ, ମଲ୍ଲିକା ସାରାଭାଇ, ଏମାନେ ହେଉଛନ୍ତି ଭାରତନାଟ୍ୟମର କ୍ଲାସିକାଲ ଡ୍ୟାନ୍ସର। ବୁଝିଗଲା ପିଲାମାନେ। ତେଣୁକରି କ୍ଲାସିକାଲ ଡ୍ୟାନ୍ସର ରିଲେଟେଡ୍ର ପ୍ରଶ୍ନ ମୁଁ ପୂର୍ବ କ୍ଲାସ୍ରେ ମଧ୍ୟ ଡିଟେଲ୍ ଆଲୋଚନା କରିଦେଇଥିଲି, ଏବେ ମଧ୍ୟ ଆଲୋଚନା କରିଦେଇଛି। କିଛି ଅସୁବିଧା ହେବ ନାହିଁ। ସେ ପୁରୁଣା ଭିଡ଼ିଓକୁ ମଧ୍ୟ ନିଶ୍ଚୟ ଦେଖନ୍ତୁ। ଆଗାମୀ ସିଫ୍ଟର ଭିଡ଼ିଓ ମଧ୍ୟ କିଛି କିଛି କ୍ୱେଶ୍ଚନ୍ ରିପିଟ୍ ହେଉଛି। ମୁଁ ଡିସ୍କସନ୍ ସମୟରେ ମଧ୍ୟ ଆପଣମାନଙ୍କୁ ଜଣାଇଦେବି କେଉଁଟା ରିପିଟ୍ ହେଇଛି ବୋଲିକରି। ଓକେ, ତେଣୁ ନୋଟ୍ କରନ୍ତୁ, ପ୍ରାକ୍ଟିସ୍ କରନ୍ତୁ, ଆଗକୁ ମାଡ଼ି ଚାଲନ୍ତୁ ହେଲା। ନମ୍ବର 2 କ'ଣ କହୁଛି ନା ବାଲ ଗଙ୍ଗାଧର ତିଳକ କେମ୍ ଟୁ ବି ନୋନ୍ ଏଜ୍ ଲୋକମାନ୍ୟ ତିଳକ ହୁଏନ୍। ତାମାନେ ବାଲ ଗଙ୍ଗାଧର ତିଳକ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆପଣମାନେ ସମସ୍ତେ ଜାଣିଛନ୍ତି ଲାଲ ବାଲ ପାଲ, ବୁଝିଗଲା। ସେ ଭିତରୁ ବାଲ ହେଉଛନ୍ତି ବାଲ ଗଙ୍ଗାଧର ତିଳକ। ତାଙ୍କୁ କ'ଣ କୁହାଯାଏ ନା ଲୋକମାନ୍ୟ ତିଳକ ମଧ୍ୟ କୁହାଯାଏ। ଆପଣମାନଙ୍କୁ ଏହି ପ୍ରଶ୍ନରେ କ'ଣ ପଚାରିଛି ନା ଲୋକମାନ୍ୟ ତିଳକ ତାଙ୍କୁ କେବେ କହିଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଦ ଗଭର୍ଣ୍ଣମେଣ୍ଟ ଏକ୍ୟୁଜ୍ଡ ହିମ୍ ଇନ୍ ଦ ରାଣ୍ଡ ମର୍ଡର। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ରାଣ୍ଡ ମର୍ଡର କେସ୍ ଗୋଟେ ହେଇଥିଲା, ସେଇଥିରୁ ତାଙ୍କୁ ଲୋକମାନ୍ୟ ତିଳକ ବୋଲିକରି ଲୋକମାନେ କହୁଥିଲେ ହେଲା। ବୁଝିଗଲେ? ତାର ଛୋଟିଆ ଷ୍ଟୋରିଟି ଅଛି, ମୁଁ ଆପଣମାନଙ୍କୁ କହି ରଖିବି, ମନେ ରହିଯିବ। ଦେଖନ୍ତୁ ପ୍ରଥମେ ଜାଣିବା ଲୋକମାନ୍ୟ ତିଳକ। ଲୋକମାନ୍ୟ ତିଳକ ମାନେ କ'ଣ? ଲୋକମାନ୍ୟ ମାନେ ହେଉଛି accepted by the people, ମାନେ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ। ଲୋକମାନେ ତାଙ୍କୁ ବାଛିଥିବେ ଲିଡର ଆକାରରେ, ତାଙ୍କୁ ଲୋକମାନ୍ୟ କୁହାଯାଏ ବମ୍ବେ ପ୍ରୋଭିନ୍ସରେ। ବୁଝିଗଲା? କେବେ କହିଲେ ଦେଖନ୍ତୁ ପିଲାମାନେ 1897 ମସିହା, ସେହି ମସିହା ସମୟରେ ବମ୍ବେ ପ୍ରୋଭିନ୍ସର ପୁନେ ଏରିଆର ଜଣେ ବ୍ରିଟିଶ ଅଫିସର ଥିଲେ, ତାଙ୍କର ନାଁ ଥିଲା ରାଣ୍ଡ। ସେ ବ୍ରିଟିଶ ଅଫିସର ସେ କେଉଁଥିପାଇଁ ପ୍ରସିଦ୍ଧ ଥିଲେ ଜାଣିଛନ୍ତି? ସେ ପ୍ରସିଦ୍ଧ ଥିଲେ ଭାରତୀୟମାନଙ୍କୁ ଅତ୍ୟାଚାର କରିବା, କୃଷକମାନଙ୍କୁ ଅଧିକା ପରିଶ୍ରମ କରି, ଅଧିକା ଖଟେଇକିରି ଅଧିକା କର ଆଦାୟ କରିବା, ମହିଳା ଏବଂ ବୃଦ୍ଧମାନଙ୍କୁ ମଧ୍ୟ ସେ ଅତ୍ୟାଚାର କରୁଥିଲେ ଏବଂ ଚାଷ କାମରେ ତାଙ୍କୁ ବିନିଯୋଗ କରୁଥିଲେ। ନ ଚାଷ କରିପାରିଲେ ତାଙ୍କୁ ବେତ ପାହାର ଦେଉଥିଲେ। ସେଇଥିପାଇଁ ସେ ଇଂରେଜର ଅଫିସର ରାଣ୍ଡ ସେ ପ୍ରସିଦ୍ଧ ରହିଥିଲେ। ତେଣୁକରି ଏହିସବୁ ଦୃଶ୍ୟକୁ ଦେଖିକିରି ପୁନେର କିଛି ଯୁବକମାନେ ସେମାନେ କ'ଣ କରିଥିଲେ ନା ଏଇ ରାଣ୍ଡ ଅଫିସରଙ୍କୁ ହତ୍ୟା କରିଦେଇଥିଲେ, ମାରି ଦେଇଥିଲେ। ଯାହାଫଳରେ ତାଙ୍କର ଟ୍ରାଏଲ୍ ଚାଲିଥିଲା। ସେ ଟ୍ରାଏଲ୍ ସମୟରେ ବାଲ ଗଙ୍ଗାଧର ତିଳକ ସିଏ କ'ଣ କରିଥିଲେ, ସେ ଯୁବକମାନଙ୍କୁ ବଞ୍ଚେଇଥିଲେ ବା ତାଙ୍କ ସପୋର୍ଟରେ ସେମାନେ କୋର୍ଟରେ ଲଢ଼ିଥିଲେ ଆଉ ତାଙ୍କୁ ଦୋଷମୁକ୍ତ ମଧ୍ୟ କରେଇଥିଲେ। ସେଇଥିପାଇଁ ସେ ପୁନେ ଅଞ୍ଚଳରେ ତାଙ୍କୁ କ'ଣ କୁହାଯାଇଥିଲା ନା ଲୋକମାନ୍ୟ ତିଳକ ବୋଲି କୁହାଯାଇଥିଲା। ସେଇଟା କେବେ ହୋଇଥିଲା ନା 1897 ମସିହାରେ ହୋଇଥିଲା। ବୁଝିଗଲା ପିଲାମାନେ? ପୁରା କ୍ଲିଅର? କାହାଣୀ ମନେ ରହିଲା?
ଧ୍ୟାନ ଦେଇକି ଶୁଣନ୍ତୁ। ଓକେ, ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା। ବ୍ରିଟିଶରମାନେ ତାଙ୍କୁ କ'ଣ କହୁଥିଲେ, ମାନେ ଏଇ ଯେଉଁ ବାଲ ଗଙ୍ଗାଧର ତିଳକ ତାଙ୍କୁ ବ୍ରିଟିଶରମାନେ କ'ଣ କହୁଥିଲେ ପିଲାମାନେ? ଦ ଫାଦର ଅଫ୍ ଦ ଇଣ୍ଡିଆନ୍ ଅନରେଷ୍ଟ। ହେଲା, ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି ବାଲ ଗଙ୍ଗାଧର ତିଳକ କ'ଣ କହିଥିଲେ ପିଲାମାନେ? ନା ସ୍ୱରାଜ ଇଜ୍ ମାଇ ବାର୍ଥ ରାଇଟ୍, ଆଇ ସେଲ୍ ହ୍ୟାଭ୍ ଇଟ୍। ଏଇସବୁ ଜିନିଷ ସେ କିଏ କହିଥିଲେ? ବାଲ ଗଙ୍ଗାଧର ତିଳକ କହିଥିଲେ। ତେଣୁ ସେଗୁଡ଼ା ମଧ୍ୟ ମନେ ରଖିବେ। କେଉଁ ସ୍ୱାଧୀନତା ସଂଗ୍ରାମୀ କ'ଣ ସ୍ଲୋଗାନ ଦେଇଥିଲେ, କ'ଣ ଆହ୍ୱାନ ଦେଇଥିଲେ, ଏଗୁଡ଼ାକୁ ମଧ୍ୟ ପଢ଼ିକିରି ଯିବେ। ହେଲା, ଚାଲନ୍ତୁ ପିଲାମାନେ ଏମିତିକା ଡିଟେଲ୍ ଆନାଲିସିସ୍ କରିକିରି ପରବର୍ତ୍ତୀ ପ୍ରଶ୍ନକୁ ଆମେ ମାଡ଼ି ଚାଲିବା। ନମ୍ବର 3 କ'ଣ କହୁଛି? ଦ ଲିଟରେସି ରେଟ୍ ଅଫ୍ ମେଲ୍ସ ଇନ୍ ଇଣ୍ଡିଆ ଏଜ୍ ପାର୍ 2011 ସେନ୍ସସ୍ ଇଜ୍ ଆରାଉଣ୍ଡ ଡେସ୍। ତାମାନେ 2011 ମସିହାରେ ଯେଉଁ ଜନଗଣନା ହେଇଥିଲା, ସେନ୍ସସ୍ ହେଇଥିଲା ପିଲାମାନେ, ସେଇଥିରେ ପୁରୁଷମାନଙ୍କର ସାକ୍ଷରତା ହାର କେତେ ଥିଲା? ନା ଏପ୍ରୋକ୍ସ ଆପଣମାନଙ୍କର ଡାଟା ପଚାରିଥିଲା। ତେଣୁକରି ସଠିକ୍ ଉତ୍ତର ଅପସନ୍ ରହିଥିଲା 82%। ଯଦି ପୁରା ଏକୁରେଟ୍ ପଚାରିବ ତାହେଲେ କ'ଣ ହେଇଯିବ? ନା 82.14%। ବୁଝିହେଲା? এইটা ଥିଲା ତାର ଆନ୍ସର। ଆଗାମୀ ସିଫ୍ଟ ମାନଙ୍କରେ ବା ଆଗାମୀ ଯେକୌଣସି ବି ଏକ୍ଜାମରେ ଆପଣମାନଙ୍କର ପଚାରିପାରେ ନା ଫିମେଲର କେତେ? ନା 65.46%। ହେଲା, ଓଭରଅଲ୍ ଇଣ୍ଡିଆର ଲିଟରେସି ପରସେଣ୍ଟ କେତେ ଥିଲା 2011 ସେନ୍ସସ୍ରେ? ନା 74.04%। ୟାକୁ ମଧ୍ୟ ନୋଟ୍ କରିବେ, ପ୍ରାକ୍ଟିସ୍ କରିବେ। ସେମିତିକା ହାଇଏଷ୍ଟ ଷ୍ଟେଟ୍ର ଲିଟରେସି ରେଟ୍ କେତେ ଥିଲା? ନା ସବୁଠାରୁ ଅଧିକା କେରାଲାମ ଷ୍ଟେଟ୍ରେ। ଆଗରୁ କେରଳ କହୁଥିଲେ ବା କେରଲା କହୁଥିଲେ, ଏବେ ତାକୁ କେରାଲାମ କହୁଛନ୍ତି। ସେଇ ଷ୍ଟେଟ୍ର ସବୁଠାରୁ ଅଧିକା ସାକ୍ଷରତା ହାର ଥିଲା 94%। ପିଲାମାନେ ପୁରା ମନେ ରହିଲା, ନୋଟ୍ କରିବେ, ପ୍ରାକ୍ଟିସ୍ କରିବେ। ଏକ୍ସଟ୍ରା ଫ୍ୟାକ୍ଟଟା ମଧ୍ୟ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ହେଲା, ନେକ୍ସଟ ଦେଖିବା ନମ୍ବର 4। ୱିଥ୍ ହ୍ୱିଚ୍ ଆମେଣ୍ଡମେଣ୍ଟ ପ୍ରାଇଭି ପର୍ସ ୱାଜ୍ ଆବୋଲିସ୍ଡ। ଦେଖନ୍ତୁ ପ୍ରାଇଭି ପର୍ସଟା କେଉଁ ଆମେଣ୍ଡମେଣ୍ଟ ଆକ୍ଟରେ ଆବୋଲିସ୍ କରାଯାଇଥିଲା ବା ତାକୁ ହଟେଇ ଦିଆଯାଇଥିଲା? କେତେ ନମ୍ବର ଆମେଣ୍ଡମେଣ୍ଟରେ ଥିଲା? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ଦେଖନ୍ତୁ ତାର ସଠିକ୍ ଉତ୍ତର ହେଇଯିବ 26th ଆମେଣ୍ଡମେଣ୍ଟ ଆକ୍ଟ 1971। ତାମାନେ 1971 ମସିହାରେ ଯେଉଁ 26ତମ ଆମେଣ୍ଡମେଣ୍ଟ ଆକ୍ଟ ହେଇଥିଲା, ସେଇଥିରୁ ୟାକୁ କ'ଣ କରାଗଲା? ନା ଆବୋଲିସ୍ କରାଯାଇଥିଲା। ହେଲା, ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ ପିଲାମାନେ। ଏଇ ଯେଉଁ 26th ଆମେଣ୍ଡମେଣ୍ଟ ଆକ୍ଟ 1971ରେ ସେଇଥିରେ ଆଉ କ'ଣ ଆବୋଲିସ୍ କରାଯାଇଥିଲା ସେଇଟା ମଧ୍ୟ ପଚାରିବ। କ'ଣ ହେବ ପିଲାମାନେ? ନା ପ୍ରିଭିଲେଜ ଅଫ୍ ଦ ଫର୍ମାର ରୁଲର୍ସ ଅଫ୍ ପ୍ରିନ୍ସଲି ଷ୍ଟେଟ୍ସ। ୟାକୁ ମଧ୍ୟ ତା ସହିତ ଇନକ୍ଲୁଡ୍ କରିକିରି ଆବୋଲିସ୍ କରାଯାଇଥିଲା। ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଯଦି ଆର୍ଟିକେଲ ପଚାରେ ତାହେଲେ କେତେ ଆର୍ଟିକେଲକୁ ସେମିତିକା ଆବୋଲିସ୍ କରାଯାଇଥିଲା? ନା ଆର୍ଟିକେଲ 291 ଆଉ ଗୋଟେ ଥିଲା ଆର୍ଟିକେଲ 362। ବୁଝିହେଲା? ଯଦି ଆର୍ଟିକେଲରୁ ପଚାରେ ତାହେଲେ ଏଗୁଡ଼ା ନିଶ୍ଚୟ ଅପସନ୍ ରହିଥିବ। ତାହେଲେ ଆମେଣ୍ଡମେଣ୍ଟର ପଚାରେ ତାହେଲେ ଏଇସବୁ ଆକ୍ଟ ବିଷୟରେ ମେନସନ୍ ହେଇଥିବ। ହେଲା, ତେଣୁକରି ଏଇ ଟାଇପ୍ର ଯଦି ଆପଣମାନେ ଜିକେକୁ ଆନାଲିସିସ୍ କରିକିରି ପଢ଼ିବେ, ମୁଁ ଗ୍ୟାରେଣ୍ଟି ଆପଣମାନଙ୍କୁ କହିଦେଉଛି, ନୋ ଡାଉଟ୍ ଆପଣମାନଙ୍କର ଜିକେ ବା ଜିଏସ୍ ସେକ୍ସନରେ ମାର୍କ ଇନକ୍ରିଜ୍ ହେଇଯିବ। ହେଲା, ନେକ୍ସଟ ଦେଖିବା ପିଲାମାନେ ନମ୍ବର 5 କ'ଣ କହୁଛି? ନା ହୁ ଇଜ୍ ନୋନ୍ ଏଜ୍ ଫାଦର ଅଫ୍ କମ୍ପ୍ୟୁଟର। ପିଲାମାନେ ପୂର୍ବ ସିଫ୍ଟର ଆନାଲିସିସ୍ରେ ଏଇ କ୍ୱେଶ୍ଚନଟି ଆସିଥିଲା, ଯେଉଁଟାକି ମୁଁ ଏକ୍ସଟ୍ରା ଫ୍ୟାକ୍ଟରେ ଏଇ କ୍ୱେଶ୍ଚନଟି ଆନାଲିସିସ୍ କରିଥିଲି। ତେଣୁକରି ଏକ୍ସଟ୍ରା ଫ୍ୟାକ୍ଟ ଆନାଲିସିସ୍ ଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ, ନୋଟ୍ କରନ୍ତୁ ଆଉ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ। ଦେଖନ୍ତୁ ଚାର୍ଲସ ବାବେଜ, ମୁଁ କହିଥିଲି ଫାଦର ଅଫ୍ ମଡର୍ଣ୍ଣ କମ୍ପ୍ୟୁଟର, ସେ ଅଲଗା। ଫାଦର ଅଫ୍ କମ୍ପ୍ୟୁଟର ଯଦି କହିଲା ତାହେଲେ ଚାର୍ଲସ ବାବେଜ ସେ 1820 ମସିହାରେ କମ୍ପ୍ୟୁଟରର ଫ୍ରେମ୍ ତାକୁ ସେ ଦେଇଥିଲେ। ମାନେ କମ୍ପ୍ୟୁଟର କେମିତିକା ହେବ, କେମିତିକା କାର୍ଯ୍ୟ କରିବ, ଏଇ ଟାଇପ୍ର ସେ ଫ୍ରେମ୍ ବା ଆଇଡ଼ିଆ ସବୁ ଦେଇଥିଲେ। ଇଏ ଜଣେ ବ୍ରିଲିଆଣ୍ଟ ମ୍ୟାଥମେଟିସିଆନ୍ ଥିଲେ, ଇଞ୍ଜିନିୟର ଥିଲେ, ଆଉ ଜଣେ ଇନଭେଣ୍ଟର ମଧ୍ୟ ରହିଥିଲେ। ୟାକୁ ମଧ୍ୟ ମନେ ରଖିବେ। ଓକେ, ନେକ୍ସଟ ଦେଖିବା ନମ୍ବର 6। ହ୍ୱିଚ୍ ହିଲ୍ସ ଲାଇ ଟୁ ଦ ନର୍ଥ ୱେଷ୍ଟ ଅଫ୍ ଦ ମାଲୱା ପ୍ଲେଟ୍ୟୁ। ମାନେ ମାଲୱା ପ୍ଲେଟ୍ୟୁରୁ ନର୍ଥ ୱେଷ୍ଟରେ କେଉଁ ପାହାଡ଼ଟିଏ ରହିଛି? ଏହାର ସଠିକ୍ ଉତ୍ତର ହେଇଯିବ ଆରାବଳି ପାହାଡ଼। ଆପଣମାନେ ସମସ୍ତେ ଜାଣିଛନ୍ତି ଇଣ୍ଡିଆର ଓଲ୍ଡେଷ୍ଟ ମାଉଣ୍ଟେନ୍ ରେଞ୍ଜ ହେଉଛି ଆପଣମାନଙ୍କର ଆରାବଳି ହିଲ୍ସ ବା ଆରାବଳି ପର୍ବତ। ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା ପିଲାମାନେ, କ'ଣ କହୁଛି? ନା ୱେଷ୍ଟର୍ଣ୍ଣ ପାର୍ଟରେ କିଏ ରହିଛି? ନା ମାଲୱା ପ୍ଲେଟ୍ୟୁର ୱେଷ୍ଟର୍ଣ୍ଣ ପାର୍ଟରେ ରହିଛି ମାହି ନଦୀ। ମନେ ରଖିବେ। ଆଉ ମାଲୱା ପ୍ଲେଟ୍ୟୁଟି କେଉଁ ଦୁଇଟି ରେଞ୍ଜର ମଝିରେ ଅବସ୍ଥିତ? ଏଇଟା ମଧ୍ୟ ବହୁତ ଥର ପଚାରେ, ତାହେଲେ ମନେ ରଖିବେ ଆରାବଳି ଆଉ ବିନ୍ଧ୍ୟା, ଏଇ ଦୁଇଟି ଯେଉଁ ମାଉଣ୍ଟେନ୍ ରେଞ୍ଜ ରହିଛି ତାର ମଝିରେ କ'ଣ ରହିଛି? ଆପଣମାନଙ୍କର ମାଲୱା ପ୍ଲେଟ୍ୟୁଟିଏ ରହିଛି, ଯେଉଁଟାକି ମଧ୍ୟପ୍ରଦେଶରେ ଅବସ୍ଥିତ। ଓକେ, ପୁରା କ୍ଲିଅର ପିଲାମାନେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ନମ୍ବର 7 କ'ଣ କହୁଛି? ନା ହ୍ୱିଚ୍ ରିଭର ଅରିଜିନେଟ୍ସ ଫ୍ରମ୍ ଅମରକଣ୍ଟକ ଅଫ୍ ମଧ୍ୟପ୍ରଦେଶ। ଦେଖନ୍ତୁ ମଧ୍ୟପ୍ରଦେଶର ଆଉ ଗୋଟେ ପ୍ରଶ୍ନ ଆସିଛି, କ'ଣ? ନା ଅମରକଣ୍ଟକ। ଅମରକଣ୍ଟକ ମାଳଭୂମି ରହିଛି, ସେଇଥିରୁ କେଉଁ ନଦୀ ଉତ୍ପତ୍ତି ହେଇଛି ବୋଲି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ଅପସନରେ ମଧ୍ୟ ଏଇଟା ରହିଥିଲା ନର୍ମଦା ବୋଲିକିରି। ତେଣୁକରି ନର୍ମଦା ହେଇଯିବ ଏହାର ସଠିକ୍ ଉତ୍ତର। ନର୍ମଦା ପିଲାମାନେ ୱେଷ୍ଟର୍ଣ୍ଣ ଫ୍ଲୋଇଂ ରିଭର, ଯେଉଁ ନଦୀ କି ଆମର
ମଧ୍ୟପ୍ରଦେଶର ଅମରକଣ୍ଟକରୁ ବାହାରିକିରି ଆମର ଆରବିଆନ୍ ସିରେ ପଡ଼ିଛି। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା ଅମରକଣ୍ଟକରୁ ଆଉ କେଉଁ କେଉଁ ନଦୀ ଉତ୍ପତ୍ତି ହେଇଛି। ସୋନ ନଦୀ ମଧ୍ୟ ଅମରକଣ୍ଟକରୁ ଉତ୍ପତ୍ତି ହେଇଛି। ଆଉ ସୋନର ଗୋଟେ ଟ୍ରିବ୍ୟୁଟାରୀ ନଦୀ ବହୁତ ଥର ପରୀକ୍ଷାରେ ଆସେ, ତାର ନାଁ ହେଉଛି ଜହିଲା ରିଭର। ସେଇ ଜହିଲା ରିଭର ମଧ୍ୟ ଏଇ ଅମରକଣ୍ଟକରୁ ଉତ୍ପତ୍ତି ହେଇଛି। ମାନେ ଅମରକଣ୍ଟକରୁ ଉତ୍ପତ୍ତି ହେଲା, ଜହିଲା ଏପଟେ ଚାଲିଗଲା ଆମର ପଶ୍ଚିମକୁ ଚାଲିଗଲା ନର୍ମଦା, ଆଉ ଏପଟକୁ ଚାଲିଗଲା ଆମର ଜହିଲା, ଆଉ ଗୋଟେ ଆସିଲା ସୋନ। ସୋନ ନଦୀରେ ପୁଣି ଯାଇକିରି ଜହିଲା ନଦୀ ମିଶି ଯାଇଛି। ତେଣୁକରି ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆପଣମାନଙ୍କ ପାଇଁ ଅମରକଣ୍ଟକ। ଓକେ, ଦେନ୍ ଦେଖିବା ନମ୍ବର 8 ହ୍ୱିଚ୍ ଆର୍ଟିକଲ ଅଫ୍ ଦ କନଷ୍ଟିଟ୍ୟୁସନ୍ସ ଅଫ୍ ଇଣ୍ଡିଆ ଡିଫାଇନ୍ସ ସିଡ୍ୟୁଲ୍ଡ ଏରିଆ। ଦେଖନ୍ତୁ ସିଡ୍ୟୁଲ୍ଡ ଏରିଆ କେଉଁ ଆର୍ଟିକଲରେ ଆମ ସମ୍ବିଧାନର ରହିଛି ବୋଲି ଆପଣମାନଙ୍କୁ ପଚାରିଛି। ତେଣୁକରି କେତେ ନମ୍ବର ଆର୍ଟିକଲରେ ଆମର ସିଡ୍ୟୁଲ୍ ଏରିଆ ବିଷୟରେ ମେନସନ୍ କରାଯାଇଛି ନା ଆର୍ଟିକଲ 244 ମାନେ 244 ଆର୍ଟିକଲର କ୍ଲୋଜ୍ 1ରେ ମେନସନ୍ ହେଇଛି ପିଲାମାନେ। ବହୁତ ଇମ୍ପୋର୍ଟାଣ୍ଟ। ଏସ୍ଏସ୍ସି ଏକ୍ଜାମରେ ମଧ୍ୟ ଏଇ କ୍ୱେଶ୍ଚନଟିଏ ବାରମ୍ବାର ରିପିଟ୍ ହେଇଥାଏ। କେତେ କ୍ଲୋଜ୍ ବୋଲିକି ସେ ପଚାରିଥାଏ, କ୍ଲୋଜ୍ 1, କ୍ଲୋଜ୍ 2, କ୍ଲୋଜ୍ 3, କ୍ଲୋଜ୍ 4। କିନ୍ତୁ ମନେ ରଖିବେ ଆର୍ଟିକଲ 244 ଯଦି ଅପସନ୍ ରହିଥିବ ତାହେଲେ ସେଇଟା ମଧ୍ୟ ଠିକ୍ ହେଇଯିବ। ଯଦି 244 ଦେଖିକି କ୍ଲୋଜ୍ ଗୁଡ଼ାକୁ ଯଦି ମେନସନ୍ କରିବ ତାହେଲେ କ୍ଲୋଜ୍ 1 ହେଇଯିବ ସଠିକ୍ ଉତ୍ତର। ହେଲା, ମନେ ରହିଲା ପିଲାମାନେ, ବୁଝିଗଲେ? ହଉ, ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା। ଆମର ସିଡ୍ୟୁଲ୍ ଭିତରେ ମଧ୍ୟ ଫିଫ୍ଥ ସିଡ୍ୟୁଲ୍ଟିଏ ଆମର କ'ଣ କହିଥାଏ ନା ଆଡମିନିଷ୍ଟ୍ରେସନ୍ ଆଣ୍ଡ କଣ୍ଟ୍ରୋଲ୍ ଅଫ୍ ସିଡ୍ୟୁଲ୍ ଏରିଆ ଆଣ୍ଡ ସିଡ୍ୟୁଲ୍ ଟ୍ରାଇବ୍ସ। ତାମାନେ ସିଡ୍ୟୁଲ୍ ଏରିଆର ଆଡମିନିଷ୍ଟ୍ରେସନ୍ କଣ୍ଟ୍ରୋଲକୁ କେତେ ନମ୍ବର ସିଡ୍ୟୁଲ୍ରେ ମେନସନ୍ ହେଇଛି ନା 5 ନମ୍ବର ସିଡ୍ୟୁଲ୍ରେ ମେନସନ୍ ହେଇଛି। ସେମିତିକା 6 ନମ୍ବର ସିଡ୍ୟୁଲ୍ରେ ଆପଣମାନଙ୍କର ନର୍ଥ ଇଷ୍ଟର କିଛି ସିଡ୍ୟୁଲ୍ ଏରିଆ ଏବଂ ସିଡ୍ୟୁଲ୍ ଟ୍ରାଇବ୍କୁ କେମିତିକା ଆଡମିନିଷ୍ଟ୍ରେସନ୍ କରାଯିବ ତାର ବିଷୟରେ ମଧ୍ୟ ମେନସନ୍ କରାହେଇଛି, ତାକୁ ମଧ୍ୟ ପଢ଼ି ନେବେ। ହେଲା, ନେକ୍ସଟ ଦେଖିବା ନମ୍ବର 9 ହ୍ୱାଟ୍ ଇଜ୍ ଦ ସର୍ଟକଟ୍ କି ଟୁ କ୍ରିଏଟ୍ ସବସ୍କ୍ରିପ୍ଟ ଇନ୍ MS ୱାର୍ଡ। ତାର ସର୍ଟକଟ୍ କି କ'ଣ? ତାର ସର୍ଟକଟ୍ କି ହେଉଛି କଣ୍ଟ୍ରୋଲ ପ୍ଲସ୍ ଇକ୍ୱାଲ୍। ହେଲା, ମନେ ରହିଲା ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ସେମିତିକା ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ କଣ୍ଟ୍ରୋଲ ପ୍ଲସ୍ ଜେଡ୍ ହେଉଛି ଆଣ୍ଡର, ଏଇଟା ମଧ୍ୟ ଏକ୍ସଟ୍ରା ଫ୍ୟାକ୍ଟରୁ ପ୍ରଶ୍ନଟିଏ। ସେମିତିକା ଅଲ୍ଟ ପ୍ଲସ୍ ଏସ୍ ଏଇଟା କାହାର ନା ଇନସର୍ଟ ଦ କରେଣ୍ଟ ଡେଟ୍। କରେଣ୍ଟ ଡେଟ୍କୁ ଇନସର୍ଟ କରିବାର ସର୍ଟକଟ୍ କି ମଧ୍ୟ ଜାଣି ରଖନ୍ତୁ, ବହୁତ କାମରେ ଆସିବ ଆପଣମାନଙ୍କର ପିଲାମାନେ। ନେକ୍ସଟ ଦେଖିବା ନମ୍ବର 10 ହ୍ୱିଚ୍ ଆର୍ଟିକଲ ଅଫ୍ ଦ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ସ ପ୍ରୋଭାଇଡ୍ ଫର୍ ପ୍ରୋଟେକ୍ଟିଂ ଆଣ୍ଡ ଇମ୍ପ୍ରୁଭିଂ ଦ ଏନଭାରମେଣ୍ଟ ଆଣ୍ଡ ସେଫଗାର୍ଡିଂ ଫରେଷ୍ଟ ଆଣ୍ଡ ୱାଇଲ୍ଡ ଲାଇଫ୍। ପିଲାମାନେ ଦେଖନ୍ତୁ କେତେ ଲେନ୍ଦି ପ୍ରଶ୍ନ ଆସିଛି। ତେଣୁକରି ଯେଉଁମାନେ ସିଲେକ୍ଟେଡ୍ ପିଲାମାନେ ସେମାନେ ଦେଖନ୍ତୁ ଏଇ ଲେନ୍ଦି ପ୍ରଶ୍ନକୁ ମଧ୍ୟ ମେମୋରାଇଜ୍ କରିକିରି ଆସିକିରି ଆମକୁ ପ୍ରୋଭାଇଡ୍ କରୁଛନ୍ତି। ହେଲା, ତେଣୁକରି ମେମୋରି ପାୱାର ମଧ୍ୟ ସାର୍ପ ହେବା ଦରକାର। ତା ସହିତ ଯେଉଁମାନେ ଏକ୍ଜାମକୁ ଦେଉଛନ୍ତି ସେମାନେ ଆମର ଟେଲିଗ୍ରାମ ଗ୍ରୁପରେ ମଧ୍ୟ ନିଶ୍ଚୟ ଆପଣମାନଙ୍କର ମେମୋରେବଲ୍ କ୍ୱେଶ୍ଚନ୍ସକୁ ଏମିତିକା ସେୟାର କରନ୍ତୁ, ଯଦ୍ୱାରା କି ଆମେ ଆଉ ଏକ୍ସଟ୍ରା ଆନାଲିସିସ୍ କରିପାରିବା, ଆଉ ଡିଟେଲ୍ ଆଉ ଡେପ୍ଥ ମଧ୍ୟ ଆପଣମାନଙ୍କ ପାଇଁ କ୍ଲାସ୍ ନେଇକିରି ଆସିବା। ବୁଝିହେଲା ପିଲାମାନେ? ତେଣୁକରି PDF ପାଇଁ ଓରିଡ୍ ହେବା ନାହିଁ, ଟେଲିଗ୍ରାମ ଚ୍ୟାନେଲ୍ ADS ନଲେଜ୍ ପଏଣ୍ଟରେ ଜଏନ୍ ହେଇଯିବେ। ଡେସ୍କ୍ରିପସନ୍ ବକ୍ସରେ ସେ ଲିଙ୍କ୍ ସବୁ ରହିଛି। ଆଉ ଯେଉଁ କ୍ୱେଶ୍ଚନ୍ସ ଗୁଡ଼ା ଆସୁଛି ତାର ରିଲେଟେଡ୍ ଭିଡ଼ିଓ ମଧ୍ୟ ମୁଁ ଡେସ୍କ୍ରିପସନ୍ ବକ୍ସରେ ପିନ୍ କରିଥିବି, ସେଥିରୁ ମଧ୍ୟ ଆପଣମାନେ ଯାଇକିରି ସେ ଭିଡ଼ିଓକୁ ଦେଖିବେ, ନୋଟ୍ ମଧ୍ୟ କରିପାରିବେ। ହେଲା, ଆଉ ମନେ ରଖିବେ ଏକ୍ଜାମରୁ ଆସିଲା ମାନେ ନିଶ୍ଚୟ ଭାବରେ ଆପଣମାନଙ୍କର ଟେଲିଗ୍ରାମ ଗ୍ରୁପକୁ ଯାଇକିରି କ୍ୱେଶ୍ଚନ୍ସ ଗୁଡ଼ିକୁ ନିଶ୍ଚୟ ସେୟାର କରିବେ। ହେଲା, ପିଲାମାନେ ଦେଖନ୍ତୁ ବହୁତ ସେୟାର କରିଛନ୍ତି, ତାଙ୍କୁ ଅନେକ ଅନେକ ଧନ୍ୟବାଦ। ପିଲାମାନେ ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଏକ୍ଜାମର କ୍ୱେଶ୍ଚନ୍ ଗୁଡ଼ା ସବୁ ଲେନ୍ଦି ରହୁଛି। ଯଦି କ୍ୱେଶ୍ଚନ୍ ଲେନ୍ଦି ନାହିଁ ତାହେଲେ ଅପସନ୍ଟିକୁ ଲେନ୍ଦି କରିଦେଉଛି। ହେଲା, ଆଉ କମ୍ପ୍ୟୁଟର ଗୁଡ଼ା ପ୍ରାକ୍ଟିକାଲ ବେସ୍ କରିଦେଉଛି। ବେସିକ୍ କନସେପ୍ଟରୁ କ୍ୱେଶ୍ଚନ୍ ସବୁ ଆସୁଛି। ମ୍ୟାଥମେଟିକ୍ସର କାଲକୁଲେସନ୍ ଟିକେ ଲେଭେଲ୍ ଇନକ୍ରିଜ୍ ହେଇକି ଯାଉଛି। ହେଲା, ତେଣୁକରି ତାକୁ ନିଶ୍ଚୟ ଟିକେ ଦେଖନ୍ତୁ। ମୁଁ ପୂର୍ବରୁ ଏ କଥା ବାରମ୍ବାର କହୁଛି, ଯେଉଁମାନେ ଏକ୍ଜାମ୍ ଦେଇକିରି ଆସୁଛନ୍ତି ସେମାନେ ନିଶ୍ଚୟ ମେନସନ୍ କରୁଛନ୍ତି ଯେ ସାର୍ ଆପଣ ଯେଉଁଗୁଡ଼ା କହୁଥିଲେ ବା ଯେମିତି ଯେମିତି କହୁଥିଲେ ସେମିତି କାଲକୁଲେସନ୍ ବଢ଼ି ବଢ଼ିକି ଯାଉଛି, ସେମିତିକା ଜିକେ ପ୍ରଶ୍ନ ସବୁ ଆସୁଛି। ତେଣୁକରି ସେଗୁଡ଼ାକୁ ପ୍ରାକ୍ଟିସ୍ ନିଶ୍ଚୟ କରନ୍ତୁ। ଚାଲନ୍ତୁ ବେଶୀ ଆଲୋଚନା କରିବାନି, ପ୍ରଶ୍ନକୁ ଯିବା। କ'ଣ କହୁଛି ନା ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଏବଂ ଫରେଷ୍ଟ ପ୍ରୋଟେକ୍ସନ୍, ଏନଭାରମେଣ୍ଟ ପ୍ରୋଟେକ୍ସନ୍, এইটা ଆପଣମାନଙ୍କର ଆର୍ଟିକଲ 48A ମେନସନ୍ ହେଇଛି, ଯେଉଁଟାକି ଆମର DPSP ମାନେ ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ ଅଫ୍ ଷ୍ଟେଟ୍ ପଲିସି ତା ଅଣ୍ଡରରେ ରହିଥାଏ। ମୁଁ ଏଗୁଡ଼ା ପୁରା ଡିଟେଲ୍ ଆଲୋଚନା କରିଦେଇଛି। ପୂର୍ବ ସେକ୍ସନର ବା ପୂର୍ବ ଆନାଲିସିସ୍ ଭିଡ଼ିଓ ଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ, ବହୁତ କାମରେ ଆସିବ ପିଲାମାନେ। ତା ସହିତ RI, ARI, ଅମିନ୍ ଏଗୁଡ଼ାର ମଧ୍ୟ ଆନାଲିସିସ୍ କରିଥିଲି। ଯେତେ ଥର ବି ଏକ୍ଜାମ୍ ହେଇଛି ସେ ଭିଡ଼ିଓକୁ ମଧ୍ୟ ଦେଖେଇବେ। ସେଇ ଟାଇପ୍ର ମଧ୍ୟ ଜିକେ ପ୍ରଶ୍ନ ଗୁଡ଼ା ସବୁ ଆସୁଛି। ଆଉ ସେଇ ଭିଡ଼ିଓ ଗୁଡ଼ା ଆମ ଚ୍ୟାନେଲର ପ୍ଲେଲିଷ୍ଟରେ ଆଭେଲେବୁଲ୍ ରହିଛି, ଆପଣମାନେ ନିଶ୍ଚୟ ଯାଇକରି ତାକୁ ଭିଜିଟ୍ କରି ନିଅନ୍ତୁ। ଓକେ, ଚାଲନ୍ତୁ ଏବେ ଦେଖିବା ନମ୍ବର 11 ଗନାସିକା ଇଜ୍ ଏ ଫେମସ୍ ହିଲ୍ ସିଚୁଏଟେଡ୍ ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା। ଗନାସିକା ଗୋଟେ ପ୍ରସିଦ୍ଧ ପର୍ବତ
ପାହାଡ଼ ଏଇଟା କେଉଁ ଜିଲ୍ଲାରେ ବୋଲିକରି ପଚାରିଛି। ତେଣୁକରି ଓଡ଼ିଶାର କେନ୍ଦୁଝର ଜିଲ୍ଲା ବା କେଉଁଝର ଜିଲ୍ଲାରେ ଗୋନାସିକା ପର୍ବତଟିଏ ରହିଛି। ପିଲାମାନେ ଏହି ପର୍ବତ କେଉଁଥିପାଇଁ ପ୍ରସିଦ୍ଧ ଜାଣି ରଖନ୍ତୁ। ଏହି ପର୍ବତରେ ଗୋଟେ ଗାଈର ନାକ ପରିକା ଗୋଟେ ପଥର ରହିଛି, ସେଇଥିରୁ ଝରଣା ପରିକା ପାଣି ବହୁଛି ହେଲା। ସେଇ ଝରଣା ପରିକା ଯେଉଁ ପାଣି ବାହାରିଛି ସେଗୁଡ଼ା ପରେ ପରେ ବୈତରଣୀ ନଦୀରେ ପରିଚିତ ହେଇଛି। ତେଣୁକରି ବୈତରଣୀର ଉତ୍ପତ୍ତି ସ୍ଥଳକୁ ଆମେ ଗୋନାସିକା ମଧ୍ୟ କହିଥାଉ ହେଲା। କାହିଁକି ନା ଗୋ ମାନେ ହେଉଛି ଗାଈ, ତାଙ୍କର ନାସିକା ମାନେ ନାକ, ତାଙ୍କର ନାକ ସଦୃଶ ପଥରରୁ ସେଇ ଜଳଗୁଡ଼ିକ ବାହାରିଥିବାରୁ ତାକୁ ବୈତରଣୀକୁ ମଧ୍ୟ ଆମର ଗୁପ୍ତ ଗଙ୍ଗା ମଧ୍ୟ କହିଥାନ୍ତି ହେଲା। ତେଣୁକରି ପରୀକ୍ଷାରେ ଆସିବ ଗୁପ୍ତ ଗଙ୍ଗା କାହାକୁ କହନ୍ତି ନା ବୈତରଣୀ କହିଥାନ୍ତି। ବୈତରଣୀ କେଉଁ ଜିଲ୍ଲାରୁ ଉତ୍ପତ୍ତି ହେଇଛି? କେନ୍ଦୁଝର ଜିଲ୍ଲା। କେଉଁ ପାହାଡ଼ରୁ ହେଇଛି? ତାହେଲେ ଗୋନାସିକାରୁ ହେଲା। ତାକୁ ଗୋମୁଖ ମଧ୍ୟ କହିଥାନ୍ତି। ପୁରା କ୍ଲିଅର ପିଲାମାନେ। ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଆମର ଓଡ଼ିଶା ଆଉ ଝାରଖଣ୍ଡ ଜିଲ୍ଲାକୁ ବର୍ଡର ସେୟାର କରୁଥିବା ଗୋଟେ ନଦୀର ନାଁ କ'ଣ? ଏଇଟା ମଧ୍ୟ RI ଏକ୍ଜାମରେ ପଚାରିଥିଲା। ତେଣୁକରି ତାର ସଠିକ ଉତ୍ତର ହେଇଯିବ ଆପଣମାନଙ୍କର ବୈତରଣୀ ନଦୀ। ମନେ ରହିଲା ପିଲାମାନେ, ଆମର ବୈତରଣୀ ନଦୀଟିଏ କେନ୍ଦୁଝର ଜିଲ୍ଲାର ଚମ୍ପୁଆଠାରେ ଝାରଖଣ୍ଡ ଏବଂ ଓଡ଼ିଶାକୁ ବର୍ଡର ସେୟାର କରିଥାଏ। ଏଇଟା ମଧ୍ୟ ମନେ ରଖନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଆମେ ଦେଖିବା। ନମ୍ବର 12 କ'ଣ କହୁଛି ନା ହୁ ଇଜ୍ କଲ୍ଡ ଉତ୍କଳ ଘଣ୍ଟ? ଉତ୍କଳ ଘଣ୍ଟ କାହାକୁ କୁହାଯାଏ? ନା ଯଦୁମଣି ମହାପାତ୍ରକୁ ଉତ୍କଳ ଘଣ୍ଟ କୁହାଯାଏ। ସେମିତିକା ଏକ୍ସଟ୍ରା ଫ୍ୟାକ୍ଟ ମୁଁ ଆଲୋଚନା କରିଦେଇଥିଲି, ସେ ଭିଡ଼ିଓକୁ ଦେଖିବେ। ଏବେ ମଧ୍ୟ ମୁଁ ଆପଣମାନଙ୍କୁ ଓଭରଅଲ୍ ଟିକେ କହିଦେଉଛି। ଦେଖନ୍ତୁ, ସନ୍ଥ କବି ମନେ ରଖିବେ ଭୀମ ଭୋଇ। ସେମିତିକା ଆପଣମାନଙ୍କର ବ୍ୟାସ କବି କିଏ ହେଇଯିବ ନା ଫକୀର ମୋହନ ସେନାପତି ହେଇଯିବ। ସେମିତିକା କବିବର କିଏ ହେଇଯିବ? ରାଧାନାଥ ରାୟ ହେଇଯିବ ପିଲାମାନେ। ସେମିତିକା ଉତ୍କଳର ଗୌରବ କିଏ ହେଇଯିବ? ନା ଗୋପବନ୍ଧୁ ଦାସ ହେଇଯିବେ। ସେମିତିକା ଉତ୍କଳର କବି କିଏ ହେଇଯିବେ? ନା ମଧୁସୂଦନ ଦାସ। ଏଗୁଡ଼ାକୁ ମଧ୍ୟ ମନେ ରଖିବେ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ପାଇଁ ହେଲା। ତାକୁ ନୋଟ୍ ମଧ୍ୟ କରିବେ, ଭିଡ଼ିଓକୁ ପଜ୍ କରିକରି ନୋଟ୍ କରିବେ, ସ୍କ୍ରିନଶଟ୍ ମଧ୍ୟ ନେବେ। PDF ମଧ୍ୟ ଟେଲିଗ୍ରାମ ଚ୍ୟାନେଲରେ ଆଭେଲେବୁଲ୍, କିଛି ଅସୁବିଧା ନାହିଁ, ତାର ମଧ୍ୟ ଫାଇଦା ଉଠାଇବେ ହେଲା। ଚାଲନ୍ତୁ ଏବେ ଦେଖିବା ଓଡ଼ିଆର ବିପରୀତ ଶବ୍ଦ ଆସିଥିଲା। ସଚେତନରୁ ଆସିଥିଲା ଅସଚେତନ। ସେମିତିକା ଅନୁଚ୍ଛେଦ 5ଟି ପ୍ରଶ୍ନ ପ୍ରତ୍ୟେକ ସିଫ୍ଟରେ ଆସୁଛି ପିଲାମାନେ। ଗୋଟେ ସିଫ୍ଟରେ କଟକ ଭୁବନେଶ୍ୱର ସମ୍ପର୍କିତ ଗୋଟେ ଷ୍ଟୋରି ଟାଇପ୍ର ଅନୁଚ୍ଛେଦଟିଏ ରହିଥିଲା। ଆଉ ଗୋଟେ ସିଫ୍ଟରେ କିଛି ପିଲା କହୁଥିଲେ ସାର୍ ଏନଭାରମେଣ୍ଟ ମାନେ ପରିବେଶ ରିଲେଟେଡ୍ର ପେସେଜଟିଏ ରହିଥିଲା। ଆଉ ଗୋଟେ ସିଫ୍ଟରେ ଆପଣମାନଙ୍କର ରିଭର ଏବଂ ଡ୍ୟାମ୍ ଏଇ ରିଲେଟେଡ୍ର ଷ୍ଟୋରିଟିଏ ରହିଥିଲା, ପେସେଜଟିଏ ରହିଥିଲା। ତେଣୁକରି ସେ ପେସେଜ ଗୁଡ଼ାକୁ ମଧ୍ୟ ପ୍ରାକ୍ଟିସ୍ କରନ୍ତୁ। ତା ସହିତ ଓଡ଼ିଆରେ ଶୂନ୍ୟ ସ୍ଥାନ ପୂରଣ କର, ଏଇ ପ୍ରଶ୍ନ ରହିଥିଲା। ଗୋଟେ ଆସିଥିଲା ଅବ୍ୟୟ ରିଲେଟେଡ୍ର ଶୂନ୍ୟ ସ୍ଥାନ ପୂରଣ କର, ଗୋଟେ ଆସିଥିଲା କ୍ରିୟାର ରିଲେଟେଡ୍ର ଶୂନ୍ୟ ସ୍ଥାନ ପୂରଣ କର, ଆଉ ଗୋଟେ ସିମ୍ପଲ୍ ଆପଣମାନଙ୍କର ସାଧାରଣ କର୍ତ୍ତା ରିଲେଟେଡ୍ର ଶୂନ୍ୟସ୍ଥାନ ପୂରଣ କର ଆସୁଛି। ତେଣୁକରି କର୍ତ୍ତା, କ୍ରିୟା, ଅବ୍ୟୟ ଏଗୁଡ଼ାକୁ ନିଶ୍ଚୟ ଦେଖିକିରି ଟିକେ ଯିବେ ହେଲା। ଏକ ପଦରେ ପ୍ରକାଶ କର, ଗୋଟେ ଗୋଟେ ସିଫ୍ଟରେ ଆସିଛି, କେଉଁ ସିଫ୍ଟରେ ଆସିନାହିଁ ବୋଲି ପିଲା ମଧ୍ୟ କହୁଥିଲେ ହେଲା। ତେଣୁକରି ଏକ ପଦରେ ପ୍ରକାଶ କର, ସେ ଭିଡ଼ିଓ ଗୁଡ଼ାକୁ ଦେଖନ୍ତୁ। ଆମର ଓଡ଼ିଆ ସେକ୍ସନ୍ ଯାଇକରି ମଧ୍ୟ ଚ୍ୟାନେଲରୁ ସେ ଭିଡ଼ିଓକୁ ଦେଖିନେବେ ଓକେ। ସେମିତିକା ଓଡ଼ିଆର ଋଷି ଜଟା ଛିଣ୍ଡାଇ ମରିବା ଏଇ ପ୍ରଶ୍ନଟି ଆସିଥିଲା। ଏହାର ଅର୍ଥ ହୋଇଯିବ ଅତି ସହିଷ୍ଣୁ ଲୋକ ଅସହିଷ୍ଣୁ ହେବା। ଠିକ୍ ସେମିତିକା ଆପଣମାନଙ୍କର ରୂଢ଼ି ଲୋକବାଣୀ ବହୁତ ଇମ୍ପୋର୍ଟାଣ୍ଟ ହେଇଯିବ। ଷଣ୍ଢକୁ ଭାଗବତ ପଢ଼େଇବା, ମାନେ ଆପଣମାନେ ଷଣ୍ଢକୁ ଭାଗବତ ପଢ଼େଇବେ, ମାନେ କେଉଁ ଟାଇପ୍ର ହେଇଥିବ? ମାନେ ଅଯୋଗ୍ୟ ଲୋକକୁ ଉପଦେଶ ଦେବା ସେଇ ଟାଇପ୍ର ହେଇଥିବ ହେଲା। କାହିଁ କହିଲେ? କାହିଁକି ନା ସେମାନଙ୍କୁ ଆପଣ କ'ଣ ବୁଝିବେ, ସେମାନେ ଓଲଟା ଆପଣମାନଙ୍କୁ ବୁଝିବେ ହେଲା କି ନାହିଁ। ସେହିପରିକା ଚାଷ ତରତର ବଣିଜ ମଠ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏଇ ପ୍ରଶ୍ନ ଆପଣମାନଙ୍କର ବହୁତ ପରୀକ୍ଷାରେ ଆସିଥାଏ। ଚାଷ ତରତର ବଣିଜ ମଠ, ଏହାର ଉତ୍ତର ହେଇଯିବ ଭିନ୍ନ କାର୍ଯ୍ୟ ପାଇଁ ସମୟର ଭିନ୍ନ ଭିନ୍ନ ଉପଯୋଗ ହେଲା। ସେମିତିକା ଆପଣମାନଙ୍କର ପ୍ରତ୍ୟେକ ସିଫ୍ଟରେ ତଦ୍ଭବର ପ୍ରଶ୍ନ ଆସିଛି। ପିଲାମାନେ ତଦ୍ଭବ ମାନେ କ'ଣ ଜାଣିଛନ୍ତି? ତଦ୍ଭବ ମାନେ ସଂସ୍କୃତ ଶବ୍ଦରୁ ଯେଉଁ ଓଡ଼ିଆ ଶବ୍ଦଟି ଆସିଛି ତାହାକୁ ଆମର କ'ଣ କୁହାଯାଏ ନା ତଦ୍ଭବ କୁହାଯାଏ। ତତ୍ସମ ମାନେ ହେଉଛି ସଂସ୍କୃତ ଶବ୍ଦଟାକୁ ହିଁ ପୁରା ଓଡ଼ିଆରେ ୟୁଜ୍ କରାଯାଏ ବା ବିନିଯୋଗ କରାଯାଏ, ତାକୁ ଆମେ ତତ୍ସମ କହିଥାଉ। ଏ ଜିନିଷଟି ମୁଁ ପୂର୍ବରୁ ଆଲୋଚନା କରିଥିଲି। ତେଣୁକରି ପୂର୍ବ ଭିଡ଼ିଓ ଗୁଡ଼ାକୁ ଯିଏ ଦେଖିଥିବେ ସେମାନେ ଏଗୁଡ଼ା ସବୁ ଠିକ୍ କରିକିରି ଯିବେ। ତେଣୁକରି ତାଙ୍କର ମାର୍କ ନିଶ୍ଚୟ ବଢ଼ିଯିବ ହେଲା। ତେଣୁ ସପ୍ତର ପଡ଼ିଥିଲା, ସପ୍ତର କ'ଣ ହେଇଯିବ? 7 ହେଇଯିବ। ସେମିତିକା ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଘୃତର କ'ଣ ହେଇଯିବ? ନା ଘିଅ ହେଇଯିବ। ସେମିତିକା ଗର୍ଦ୍ଦଭର କ'ଣ ହେଇଯିବ? ଗଧ ହେଇଯିବ। ଗାଭୀର କ'ଣ ହେଇଯିବ? ଗାଈ ହେଇଯିବ। ଏଗୁଡ଼ାକୁ ମନେ ରଖିବେ। ଟ୍ରାନ୍ସଲେସନ୍ ପ୍ରତ୍ୟେକ ସିଫ୍ଟରେ ଆସୁଛି 2ଟି ପ୍ରଶ୍ନ, କେଉଁ ଗୋଟେ ସିଫ୍ଟରେ ଗୋଟେ ଆସିଥିଲା। ତେଣୁକରି ଟ୍ରାନ୍ସଲେସନ୍ ମଧ୍ୟ ମନେ ରଖନ୍ତୁ। ପ୍ରତିଶବ୍ଦ ମଧ୍ୟ ପ୍ରତ୍ୟେକ ସିଫ୍ଟରେ ଆସୁଛି ପିଲାମାନେ, ତାକୁ ନିଶ୍ଚୟ ପଢ଼ିକିରି ଯିବେ। ଦେନ୍ ଆମେ ଦେଖିବା ନମ୍ବର 20 ଦ ମୋସନ୍ ଫର୍ ସିଫ୍ଟିଂ ଦ କ୍ୟାପିଟାଲ ଅଫ୍ ଓଡ଼ିଶା ଫ୍ରମ୍ କଟକ ଟୁ ଭୁବନେଶ୍ୱର ୱାଜ୍ ମୁଭ୍ଡ ଇନ୍ ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବଲି ଇନ୍ ହ୍ୱିଚ୍ ଇୟର୍? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ଦେଖନ୍ତୁ, ଏଇ ପ୍ରଶ୍ନକୁ ପଠାଇଥିଲେ
ଖୋର୍ଦ୍ଧା ଜିଲ୍ଲାରୁ ସୁଧାଂଶୁ ମହାପାତ୍ର ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ ବହୁତ ଲେନ୍ଦି ପ୍ରଶ୍ନ ପିଲାମାନେ, ସେଇ ପ୍ରଶ୍ନକୁ ମଧ୍ୟ ସେମାନେ ମେମୋରାଇଜ୍ କରିକିରି ଆମକୁ ଟେକ୍ସଟ କରିଥିଲେ, ବହୁତ ଇମ୍ପୋର୍ଟାଣ୍ଟ, ତାଙ୍କୁ ଧନ୍ୟବାଦ। ଦେଖନ୍ତୁ ଏହାର ସଠିକ୍ ଉତ୍ତର ହେଇଯିବ 30 ସେପ୍ଟେମ୍ବର 1946 ମସିହା। ମାନେ ଆମର 30 ସେପ୍ଟେମ୍ବର 1946 ମସିହାରେ କଟକର ରାଜଧାନୀକୁ, ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବ ବୋଲିକିରି ଆମର ଲେଜିସ୍ଲେଟିଭ୍ ଆସେମ୍ବଲିରେ କ'ଣ ହେଇଥିଲା ନା ମୋସନଟିଏ ଆସିଥିଲା। ଏଇ ପ୍ରଶ୍ନଟିଏ ପଚାରିଥିଲା। ଆଗାମୀ ସିଫ୍ଟରେ ଦେଖିବେ ନିଶ୍ଚୟ ପଡ଼ିବ, ବା ଆଗାମୀ ଡେଟ୍ରେ ଦେଖିବେ ନିଶ୍ଚୟ ଆସିବ। କେବେ ଅଫିସିଆଲି ସିଫ୍ଟେଡ୍ ହେଇଥିଲା? ଏଇଟା ତ ଆମର ଆସେମ୍ବଲିରେ ଆମର ମୋସନ ହେଇଥିଲା, କିନ୍ତୁ ଅଫିସିଆଲି କେବେ ସିଫ୍ଟେଡ୍ ହେଇଥିଲା ନା ଏପ୍ରିଲ 13 ତାରିଖ 1948 ମସିହାରେ ସିଫ୍ଟେଡ୍ ହେଇଥିଲା କଟକରୁ ଭୁବନେଶ୍ୱରକୁ। ମନେ ରହିଲା ପିଲାମାନେ? ଦୁଇଟି ଡେଟ୍କୁ ମନେ ରଖନ୍ତୁ, କନଫ୍ୟୁଜ୍ ହେବେ ନାହିଁ, ନୋଟ୍ କରିଥିବେ, ପ୍ରାକ୍ଟିସ୍ କରିବେ, ନିଶ୍ଚୟ ଏ ମାର୍କକୁ ଦେଖୁ ଦେଖୁ ଠିକ୍ କରିକି ପଳେଇଯିବେ। ସମୟ ବି ବଞ୍ଚିବ, ମାର୍କ ବି ପାଇବେ, ସିଲେକ୍ସନ୍ ମଧ୍ୟ ହେବେ। ହେଲା, ଏଇ ଟାଇପ୍ର ପଢ଼ନ୍ତୁ ପିଲାମାନେ, ନିଶ୍ଚୟ ଦେଖିବେ ସିଲେକ୍ସନ୍ ପାଇବେ। ଓକେ, ଦେନ୍ ଆମେ ଦେଖିବା 21 ନମ୍ବର। କ'ଣ କହୁଛି ନା ଟେମ୍ପୁଲ ସିଟି, କେଉଁ ସିଟି ପ୍ରସିଦ୍ଧ ନା ଟେମ୍ପୁଲ ସିଟି ଭାବରେ ଆମର ଗୋଟେ ହିଁ ସିଟି ପ୍ରସିଦ୍ଧ, ସେ ହେଉଛି BBSR ମାନେ ଭୁବନେଶ୍ୱର। ଏଇ ପ୍ରଶ୍ନଟି ମଧ୍ୟ ମୁଁ ପୂର୍ବ ସିଫ୍ଟ ମାନଙ୍କରେ ଆନାଲିସିସ୍ କରିଥିଲି, ତାର ଏକ୍ସଟ୍ରା ଫ୍ୟାକ୍ଟରୁ ଦେଖନ୍ତୁ ଆସିଛି, ତେଣୁ ଏକ୍ସଟ୍ରା ଫ୍ୟାକ୍ଟ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେହିପରିକି ଆପଣମାନଙ୍କର ଇଂଲିଶରେ ଏରର ଡିଟେକ୍ସନ୍ ପ୍ରତ୍ୟେକ ସିଫ୍ଟରେ ଗୋଟେ ଦୁଇଟା ଲେଖା ଆସୁଛି। ପ୍ୟାସେଜ ମୁଁ ପୂର୍ବରୁ କହିଛି 5ଟି ପ୍ରଶ୍ନ ଆସୁଛି। ସିଙ୍ଗଲ ୱାର୍ଡ ପୂର୍ବ ସିଫ୍ଟ ମାନଙ୍କରେ ଯେମିତି ପ୍ରଶ୍ନ ଆସିଥିଲା ସେମିତିକା ଗୋଟେ ଗୋଟେ ସିଫ୍ଟରେ ନିଶ୍ଚୟ ଆସୁଛି। ଆଣ୍ଟୋନିମ୍ ସିନୋନିମ୍ ପ୍ରତ୍ୟେକ ସିଫ୍ଟରେ ଗୋଟେ ଦୁଇଟା ଲେଖା ଆସୁଛି। ଆକ୍ଟିଭ ଭଏସ୍ ପ୍ୟାସିଭ୍ ଭଏସ୍ ପ୍ରତ୍ୟେକ ସିଫ୍ଟରେ ଗୋଟେ ଆସୁଛି। ଡାଇରେକ୍ଟ ସ୍ପିଚ୍ ଇନଡାଇରେକ୍ଟ ସ୍ପିଚ୍ ମଧ୍ୟ ଗୋଟେ ଗୋଟେ ଲେଖା ଆସୁଛି। ଟେନ୍ସର ମଧ୍ୟ ପ୍ରଶ୍ନ ଆସୁଛି। ଇଡିୟମ୍ ଫ୍ରେଜ୍ ତାର ପ୍ରଶ୍ନ ମଧ୍ୟ ଆସୁଛି। ଦେଖନ୍ତୁ କିଛି ସେୟାର କରିଥିବା କ୍ୱେଶ୍ଚନ୍ସ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। ଜୟଫୁଲର ସିନୋନିମ୍ ପଡ଼ିଥିଲା, ସନି ହେଇଯିବ, ମେରି ହେଇଯିବ, ଜଲି ହେଇଯିବ, ବ୍ରାଇଟ୍ ହେଇଯିବ, ଜୟସ୍ ହେଇଯିବ। ହେଲା, ସେମିତି ହ୍ୟାପିର ଅପୋଜିଟ୍ ପଡ଼ିଥିଲା, ସେଡ୍ ହେଇଯିବ, ଅନଫର୍ଚୁନେଟ୍ ହେଇଯିବ। ତେଣୁକରି ଏଇ ଟପିକକୁ ନିଶ୍ଚୟ ପଢ଼ିକିରି ଯାଆନ୍ତୁ। ଇଂଲିଶ ସେକ୍ସନ୍ ଆପଣମାନଙ୍କର ବହୁତ ଇଜି ହେଇଯିବ। ହେଲା, ଏବେ ଦେଖିବା ମ୍ୟାଥମେଟିକ୍ସ ସେକ୍ସନକୁ। ମ୍ୟାଥମେଟିକ୍ସରେ ଟାଇମ୍ ଆଣ୍ଡ ୱାର୍କର ପ୍ରଶ୍ନ ଆସିଥିଲା, ପାଇପ୍ ସିଷ୍ଟମର ପ୍ରଶ୍ନ ଆସିଥିଲା, ଲସ୍ ପ୍ରଫିଟ୍ର ପ୍ରତ୍ୟେକ ସିଫ୍ଟରେ ପିଲାମାନେ ପ୍ରଶ୍ନ ଆସୁଛି। CISIର ପ୍ରତ୍ୟେକ ସିଫ୍ଟରେ ଗୋଟେ ଗୋଟେ ଲେଖା ଆସୁଛି। ପରସେଣ୍ଟେଜର ମଧ୍ୟ ଆସୁଛି। ସିମ୍ପ୍ଲିଫିକେସନ୍ କେଉଁ ସିଫ୍ଟରେ ଗୋଟେ ଆସୁଛି, କେଉଁ ସିଫ୍ଟରେ ଦୁଇଟା ଆସୁଛି। ଟ୍ରିଗୋନୋମେଟ୍ରିର ମଧ୍ୟ କେଉଁ ସିଫ୍ଟରେ ଦୁଇଟି ରହୁଛି, କେଉଁ ସିଫ୍ଟରେ ଗୋଟେ ରହୁଛି, କେଉଁ ସିଫ୍ଟରେ ଆସୁ ବି ନାହିଁ। ତେଣୁକରି ଟ୍ରିଗୋନୋମେଟ୍ରି ମଧ୍ୟ ଯେଉଁ ଡିଗ୍ରୀର ଭ୍ୟାଲୁକୁ ଆମର କନଭର୍ଟ କରାଯାଏ ସେଇ ଟାଇପ୍ର ପ୍ରଶ୍ନ ଆସୁଛି, ତେଣୁ ତାକୁ ପଢ଼ିବେ। ଆଉ ମ୍ୟାଥମେଟିକ୍ସର ପାର୍ଟନରସିପ୍, ମିକ୍ସଚର ଏଲିଗେସନ୍, ଏଇସବୁ ପ୍ରଶ୍ନକୁ ନିଶ୍ଚୟ ପଢ଼ିକିରି ଯିବେ। ବୁଝିପାରିଲେ ପିଲାମାନେ? ତେଣୁକରି ଏ ଥିଲା ଆମର ଆନାଲିସିସ୍। ଏମିତିକା ପ୍ରତ୍ୟେକ ଦିନ ଆନାଲିସିସ୍ ଦେଖନ୍ତୁ। ଏମିତିକା ପ୍ରତ୍ୟେକ ଦିନ ଆନାଲିସିସ୍ ଭିଡ଼ିଓ ଦେଖିବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକିନା ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସେମିତି ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ପହଞ୍ଚିଯିବ। ଶୀଘ୍ର ଭିଡ଼ିଓକୁ ଦେଖିବେ, ନୋଟ୍ କରିବେ, ପ୍ରାକ୍ଟିସ୍ କରିବେ, ସିଲେକ୍ସନ୍ ନେବେ। ବୁଝିହେଲା? ସାଙ୍ଗମାନଙ୍କ ନିକଟକୁ ମଧ୍ୟ ସେୟାର କରିବେ। ଭିଡ଼ିଓକୁ ନିଶ୍ଚୟ ଭାବରେ ପିଲାମାନେ ଲାଇକ୍ କରିବେ। ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।